জীবনের লক্ষ্যটা তুমি স্থির করা পড়ব এবং সেই লক্ষ্যটাকে কিভাবে পূরণ করি পাইবা সেইপাই সেই লক্ষ্য জানা ঘরে তোমার পিতামাতা বিদ্যালয়ে আমি অছু সমস্তে ହେଲା କି ନାଇଁ ସମସ୍ତେ ତୁମକୁ ଆମେ ସାହାଯ୍ୟ ঠিক না ନାଇଁ ଏ ଯୋଉ ସ୍କୁଲକୁ ଆସୁଛ କଣ ପାଇଁ ଆସୁଛ ତମ ଜୀବନର କିଛି ଗୋଟେ ଲକ୍ଷ୍ୟ ଅଛି ବିନା ଲକ୍ଷ୍ୟରେ ତମେ ଆସୁଛ କି ଗୋଟେ ଜୀବନର ଲକ୍ଷ୍ୟ ଅଛି ଯେ ମୁଁ ପାଠଶାଠ ପଢିବି ପାଠଶାଠ ପଢିଲା ପରେ ମୁଁ ଗୋଟେ କିଛି ହେବି ଯୋଉଟା କି କଣ କହିବା ଆମେ କି ତୁମ ଜୀବନର ଲକ୍ଷ୍ୟ ବୁଝିହେଲା କାହିଁକି ନା ଆମେ ଯଦି କିଛି ଲକ୍ଷ୍ୟ ନ ରଖିବା କିଛି ଟାର୍ଗେଟ ନ ରଖିବା ତାହେଲେ ସେଇ ପକ୍ଷ ଆମେ ପହଞ୍ଚି ପାରିବା ନାହିଁ ତାପରେ ଆଜି ଏଇ ଯୋଉ କମ୍ପିଟିସନ ଯୁଗ ପିଲେ ପ୍ରତିଯୋଗିତା ଯୁଗ ଆମକୁ ଏବେଠୁ ହିଁ ଆମ ଲକ୍ଷ୍ୟଟା ଧାର୍ଯ୍ୟ ବା ଲକ୍ଷ୍ୟଟାକୁ ଆମେ ଫିକ୍ସ କରିବା ପାଇଁ ପଡିବ ଆଗେ ତ ଜୀବନର ଲକ୍ଷ୍ୟଟା ତୁମକୁ ସ୍ଥିର କରିବା ପାଇଁ ପଡିବ ଏବଂ ସେଇ ଲକ୍ଷ୍ୟଟାକୁ କିପରି ପୂରଣ କରିପାରିବା ସେଇଥିପାଇଁ ସେଇ ଦିଗକୁ ଯିବ ସେଥିପାଇଁ ତମ ବିଦ୍ୟାଳୟର ପିତାମାତା ଘରେ ତୁମ ପିତାମାତା ବିଦ୍ୟାଳୟରେ ଆମେ ଅଛୁ ସମସ୍ତେ ହେଲା କି ନାଇଁ ସମସ୍ତେ ତୁମକୁ ଆମେ ସାହାଯ୍ୟ କରିବୁ ঠিক ଅଛି ତେଣୁ ତୁମେ ଚିନ୍ତା କର ବା ଚିନ୍ତା ଯଦି କରିଛ ଭଲ କଥା ଚିନ୍ତା ଯଦି ନ କରିଛ ଦେନ୍ ତାହେଲେ ତୁମେ କଣ କର ଜୀବନର ଲକ୍ଷ୍ୟ କଣ ଗୋଟେ ସ୍ଥିର କର ବୁଝିହେଲା ଏବଂ ସେଇଟାକୁ ତୁମେ ଆମକୁ କୁହ ହେଲା ତୁମକୁ କିଛି ସମୟ ଦିଆଯାଉଛି ହେଲା କି ନାଇଁ ତୁମେ କଣ କରିବ ତୁମକୁ ଗୋଟେ କାଗଜ ଦିଆଯିବ ସେ କାଗଜରେ ତୁମେ କଣ କରିବ ନିଜ ଜୀବନର ଲକ୍ଷ୍ୟଟାକୁ ଲେଖିବ ঠিক ଅଛି ଏବଂ ସେଇଟା ଆମକୁ ଦେବ ଆମେ ଜାଣିବା ଯେ ତୁମମାନଙ୍କର କଣ ଲକ୍ଷ୍ୟ ଅଛି সেই ଅନୁସାରେ ତୁମେ କୋଉ ଦିଗକୁ ଯିବ ଆମେ ତୁମକୁ ଟିକେ ଦିଗଦର୍ଶନ ଦେବା ପାଇଁ ଆମେ ଚେଷ୍ଟା କରିବା ବୁଝିପାରିଲ ମତେ ଜୋରେ କୁହ ବୁଝିପାରିଲ ଧନ୍ୟବାଦ।